ପିଲାମାନେ ଆଜି ଆମେ ପଢ଼ିବା ତମର ସପ୍ତମ ଶ୍ରେଣୀ ନୂଆ ଇଂଲିଶ ବହି ଯାହାର ନାମ ହେଉଛି ଜସ୍ମିନ୍। ତାର ଆଜି ଆମେ ଫାର୍ଷ୍ଟ ୟୁନିଟ୍ ପଢ଼ିବା। ତ ଫାର୍ଷ୍ଟ ୟୁନିଟ୍ କ'ଣ ଦେଇଛି? ଦ ଡେ ଦ ରିଭର ସ୍ପୋକ୍। ତାର ଅର୍ଥ କ'ଣ? ଯେଉଁଦିନ ନଦୀ କଥା କହିଥିଲା। ତ ଆସ ପଢ଼ିବା କ'ଣ ଅଛି। ତ ଆମକୁ ଗୋଟେ ଲାଇନ୍ରେ କ୍ୱେଶ୍ଚନ୍ ଦେଇଛି। ଦେଖ ସେ ଦୁଇଟା କ୍ୱେଶ୍ଚନ୍କୁ ତୁମେ ଯଦି ଜାଣିଥିବ ତାର ଆନ୍ସର୍ ଦେଇଦେବ। ତାପରେ ଆମେ ଦେଖିବା ସେକେଣ୍ଡ ଲାଇନ୍ରେ କ'ଣ ଦେଇଛି। ଜାହ୍ନବୀ was a bright young girl. She lived with her parents and three brothers in a coastal village in India. Her parents worked on the farm. She had a dream. ତାର ଅର୍ଥ ଜାହ୍ନବୀ ଜଣେ ଛୋଟ ଝିଅ ଥିଲା। ସେ ଭାରତର ଏକ ଉପକୂଳବର୍ତ୍ତୀ ଗାଁରେ ବା ସମୁଦ୍ରକୂଳିଆ ଗାଁରେ ନିଜ ବାପା ମା ଏବଂ ତିନି ଭାଇଙ୍କ ସହ ରହୁଥିଲା। ତାଙ୍କ ବାପା ମା ଚାଷ ଜମିରେ କାମ କରୁଥିଲେ ଏବଂ ତାର ଗୋଟେ ସ୍ୱପ୍ନ ଥିଲା। କାହାର? ଜାହ୍ନବୀର। A big bright tears flashed down her nose and another. ତ ଏଠି ତାଙ୍କ କଥା କୁହାଯାଇଛି। କାହା କଥା କୁହାଯାଇଛି? ତାଙ୍କ ଅର୍ଥ ଜାହ୍ନବୀ କଥା କୁହାଯାଇଛି। ତାଙ୍କ ନାକ ଦେଇ ଗୋଟିଏ ବଡ଼ ଚକଚକ କରୁଥିବା ଲୁହ ଟୋପା ଶବ୍ଦ କରି ତଳେ ପଡ଼ିଲା ଏବଂ ତା ଉପରେ ଆଉ ଗୋଟେ ମଧ୍ୟ ପଡ଼ିଲା। And a kingfisher swept down its wing and arrow of blue in the sunlight. ସେହି ସମୟରେ ଗୋଟିଏ ମାଛରଙ୍କା ପକ୍ଷୀ ଦ୍ରୁତ ବେଗରେ ତଳକୁ ଉଡ଼ି ଆସିଲା ଏବଂ ସୂର୍ଯ୍ୟକିରଣରେ ତାର ନୀଳ ଡେଣା ଗୁଡ଼ିକ ଗୋଟିଏ ନୀଳ ରଙ୍ଗର ତୀର ପରି ଦେଖାଯାଉଥିଲା। And a green lizard slithered down to the river's edge to bask in the sun. ତାର ଅର୍ଥ ଏବଂ ଏକ ସବୁଜ ରଙ୍ଗର ଏଣ୍ଡୁଅ ଧୀରେ ଧୀରେ ଶବ୍ଦ କରି ନଦୀ କୂଳକୁ ଆସିଲା ଏବଂ ସେଠାରେ ଖରା ପିଇବା ପାଇଁ ଆସିଲା। Dear dear said a sleepy murmuring voice, what's the matter? ଏକ ନିଦୁଆ ଏବଂ ଧୀର ଗୁଣୁଗୁଣୁ ସ୍ୱରରେ କିଏ ଜଣେ ପଚାରିଲା, ମୋ ପ୍ରିୟ ତମର କ'ଣ ହେଇଛି? Janvi was startled because she was sure she had been quite alone. Startled ଅର୍ଥ କ'ଣ? ସେ ଆଶ୍ଚର୍ଯ୍ୟ ହେଇଗଲା। ତ ଜାହ୍ନବୀ ଚମକି ପଡ଼ିଲା କାରଣ ସେ ନିଶ୍ଚିତ ଥିଲା ଯେ ସେଠାରେ ସେ ସମ୍ପୂର୍ଣ୍ଣ ଏକା ଥିଲା। It could not be the lizard. ଏହି କଥା କହିବା ସ୍ୱରଟି କେବେ ଏଣ୍ଡୁଅର ହେଇପାରିନଥିବ। And the kingfisher was up in the thicket of bamboo eating the fish it had caught. ତାର ଅର୍ଥ ଏବଂ ମାଛରଙ୍କା ପକ୍ଷୀ ଯେତେବେଳେ କ'ଣ କରୁଥିଲା ନା ମାଛରଙ୍କା ପକ୍ଷୀଟି ଉପରେ ବାଉଁଶ ବୁଦା ଭିତରେ ବସି ଧରିଥିବା ମାଛକୁ ଖାଉଥିଲା। It could not be the parrots because parrots cricket and this was such a sleepy voice. ଏହା ଶୁଆମାନଙ୍କ ସ୍ୱର ମଧ୍ୟ ହୋଇନଥିବ କାରଣ ଶୁଆମାନେ ଉଚ୍ଚ ସ୍ୱରରେ ରାବନ୍ତି କିନ୍ତୁ ଏହି ସ୍ୱରଟି ବହୁତ ଧୀରେ ଆଉ ନିଦୁଆ ଥିଲା। She looked around her. There was not a soul in sight. ସେ ନିଜ ପାଖକୁ ଚାହିଁଲା କିନ୍ତୁ ଆଖପାଖରେ କେହି ଜଣେ ବି ମଣିଷ ଦେଖାଯାଉନଥିଲେ। She was rather scared and wanted to run away. ତାପରେ ସେ ଟିକେ ଡରିଗଲା ଏବଂ ସେଠୁ ପଳେଇଯିବା ପାଇଁ ଚେଷ୍ଟା କରୁଥିଲା। You should not cry, you know. The voice went on. ତୁମର କାନ୍ଦିବା ଉଚିତ ନୁହେଁ, ତମେ ଜାଣିଛ, ସେହି ଅଦୃଶ୍ୟ ସ୍ୱରଟି କହିଲା। And you really should not be scared when you have been coming here to see me every day. Well, almost every day. ତାର ଅର୍ଥ ଏବଂ ତୁମେ ଜମାରୁ ଡରିବା ଉଚିତ ନୁହେଁ ଯେତେବେଳେ କି ତୁମେ ମୋତେ ଦେଖା କରିବା ପାଇଁ ପ୍ରତ୍ୟେକ ଦିନ ଆସୁଛ ବା ପ୍ରତିଦିନ ଏଠାକୁ ଆସୁଛ, ମାନେ ପ୍ରତିଦିନ। ତାପରେ ଦେଖିବା ସେକେଣ୍ଡ ପାରାଗ୍ରାଫରେ କ'ଣ ଅଛି। She was puzzled. It was such a voice like the river. It could not be the river. ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସେହି ସ୍ୱରଟି ପୁରା ନଦୀର ସ୍ୱର ପରି ଥିଲା କିନ୍ତୁ ସେ ଏବେ ବି ସିଓର ନଥିଲା କି ଏହା ନଦୀର ସ୍ୱର ହୋଇନଥିବ ବୋଲି। Well, tell me all about it, said the river. ଠିକ୍ ଅଛି, ତୁମେ ମୋତେ ଏଇସବୁ ବିଷୟରେ କୁହ କ'ଣ ହେଇଛି ବୋଲି। For it was the river. ନଦୀଟି କହିଲା କାରଣ ସେଇଟା ପ୍ରକୃତରେ ନଦୀ ହିଁ ଥିଲା। I have got to hurry to reach the sea, you know. ମୋତେ ସମୁଦ୍ରରେ ପହଞ୍ଚିବା ପାଇଁ ଶୀଘ୍ର ଯିବାକୁ ହେବ, ତୁମେ ତ ଜାଣିଛ। ତାପରେ କ'ଣ ଅଛି? They won't let me go to school, said the river. ସେମାନେ ମୋତେ ସ୍କୁଲ ଯିବାକୁ ଦେଉନାହାନ୍ତି। କି କହିଲା? ଜାହ୍ନବୀ କହିଲା। I asked my mother, why can't I go to school like my elder brother Gopi and Ramu? ମୁଁ ମୋ ମାଆଙ୍କୁ ପଚାରିଲି ମୁଁ ମୋ ବଡ଼ ଭାଇ ଗୋପୀ ଏବଂ ରାମୁଙ୍କ ଭଳି ସ୍କୁଲ କାହିଁକି ଯାଇପାରିବି ନାହିଁ। And mother had replied, you are too small baby, maybe later. ମା ଉତ୍ତର ଦେଇ କ'ଣ କହିଥିଲେ? ତୁ ଏବେ ବହୁତ ଛୋଟ ଅଛୁ ମୋ ଝିଅ, ବୋଧହୁଏ ପରେ ଯିବୁ। But when she was 5, little Ramu was born, and mother still said, maybe the next year. ତାପରେ ତାର ଅର୍ଥ କିନ୍ତୁ ଯେତେବେଳେ ତାର ବୟସ 5 ବର୍ଷ ହେଲା, ଜାହ୍ନବୀର ବୟସ 5 ବର୍ଷ ହେଲା, ଛୋଟ ରାମୁ ଜନ୍ମ ହେଲା। ଜାହ୍ନବୀ, mind your little brother while I go to the field. ତାର ଅର୍ଥ କ'ଣ? ତାଙ୍କୁ ତା ମାଆ କହିଲେ, ବୋଧହୁଏ ତୁ ଆର ବର୍ଷ ଯିବୁ, ଏବେ ମୁଁ ବିଲକୁ ଯାଉଛି, ତୁ ସେହି ସମୟରେ ତୋର ଛୋଟ ଭାଇ ରାମୁର ଦେଖାଶୁଣା କର। Now she was nearly 10 and minding little Appu, who was the smallest. ଏବେ ତାର ବୟସ ପ୍ରାୟ 10 ବର୍ଷ ହେଇଯାଇଥିଲା ଏବଂ ସେ ସବୁଠାରୁ ଛୋଟ ଭାଇ ଅପୁର ଦେଖାଶୁଣା କରୁଥିଲା। They don't.
दे डोंट वांट मी, दे ओनली सी स्टॉप विथ द शॉप। ସେମାନେ ମୋତେ ଚାହାନ୍ତିନି, ସେ କହୁଛି ସେମାନେ ମୋତେ ମୁଁ ସ୍କୁଲ ଯାଏ ବୋଲି ସେମାନେ ଚାହାନ୍ତିନି, ସେମାନେ କେବଳ ଏମିତି କହିକି ସେ ଅଟକିଗଲା। ଏତିକି କହି ସେ ତାର କହ ସମ୍ଭାଳି ନ ପାରି କାନ୍ଦି କାନ୍ଦି ଅଟକିଗଲା। ତାପରେ କ'ଣ ଅଛି, ଆଇ ଏମ୍ ସ୍କାର୍ଡ ଟୁ ଗୋ ଟୁ ସ୍କୁଲ ଆଣ୍ଡ ଆଇ ଏମ୍ ସୋ ଓଲ୍ଡ ନାଉ, ଦେ ୱିଲ୍ ନେଭର ଲେଟ୍ ମି ଗୋ, ବଟ୍ ଆଇ ୱାଣ୍ଟ ଟୁ ଗୋ, ଆଇ ୱାଣ୍ଟ ଟୁ ଲର୍ନ ଟୁ ରିଡ୍ ଲାଇକ୍ ଗପି ଆଣ୍ଡ ରାମ। ମୋତେ ସ୍କୁଲ ଯିବାକୁ ଭୟ ଲାଗୁଛି ଏବଂ ମୁଁ ଏବେ ବହୁତ ବଡ଼ ହୋଇଗଲିଣି, ସେମାନେ ମୋତେ କେବେ ବି ଯିବାକୁ ଦେବେ ନାହିଁ, କିନ୍ତୁ ମୁଁ ଯିବାକୁ ଚାହେଁ, ମୁଁ ଗପି ଏବଂ ରାମଙ୍କ ଭଳି ପଢ଼ିବା ଶିଖିବାକୁ ଚାହେଁ। ତାପରେ କ'ଣ ଅଛି, I want to know why spiders are yellow in yellow flowers, why bamboo trees rustle, why the moon always comes from behind the hills, never the other way, why the baby fish in the field water become frogs, why। ମୁଁ ଜାଣିବାକୁ ଚାହେଁ କାହିଁକି ହଳଦିଆ ଫୁଲରେ ବୁଢ଼ିଆଣୀମାନେ ହଳଦିଆ ଦେଖାଯାଆନ୍ତି। why the bamboo trees rustle, ତାର ଅର୍ଥ କାହିଁକି ବ୍ୟାମ୍ବୋ ଟ୍ରିଜ୍ ମାନେ ବାଉଁଶ ଗଛ ଗୁଡ଼ିକ ମର୍ମର ଶବ୍ଦ କରନ୍ତି ବା କର୍କର ଶବ୍ଦ କରନ୍ତି। ଚନ୍ଦ୍ର ସବୁବେଳେ କାହିଁକି ପାହାଡ଼ ପଛରୁ ଆସେ। why the moon always comes from behind the hills, ଚନ୍ଦ୍ର କାହିଁକି ସବୁବେଳେ ପାହାଡ଼ ପଛରୁ ଆସେ, କେବେ ବି ଅନ୍ୟ ପଟୁ କାହିଁକି ଆସେନି। ବିଲ ପାଣିରେ ଥିବା ଛୋଟ ମାଛ ଭଳି ଦେଖାଯାଉଥିବା ଜୀବଗୁଡ଼ିକ କାହିଁକି ବେଙ୍ଗରେ ପାଲଟି ଯାଆନ୍ତି, କାହିଁକି। ଷ୍ଟପ୍ ଷ୍ଟପ୍ ସେ ଦ ରିଭର, ୟୁ ମେକ୍ ମି ବ୍ରେଥଲେସ୍, ସୋ ମେନି ୱାଇଜ୍। ତାପରେ ସେ ନଦୀରେ କ'ଣ କହିଲା, ରୁହ ଟିକେ ରହିଯାଅ। ନଦୀରେ କହିଲା, ତମେ ତ ମୋର ନିଶ୍ୱାସ ବନ୍ଦ କରିଦେଉଛ। ଏତେ ସବୁ ପ୍ରଶ୍ନ ପଚାରି, ଏତେ ସବୁ କାହିଁକିର ପ୍ରଶ୍ନ ପଚାରି ତମେ ମୋର ନିଶ୍ୱାସ ବନ୍ଦ କରିଦେଉଛ। ଆଇ କ୍ୟାନ୍ ଟେଲ୍ ୟୁ ହ୍ୱେର୍ ଦ ମୁନ୍ ଗୋଜ୍, ଦ ରିଭର ସେଡ୍ ସିକ୍ରେଟଲି। ତାପରେ ସେ ଚନ୍ଦ୍ର କୁଆଡ଼େ ଯାଏ ମୁଁ ତୁମକୁ କହିପାରିବି। ଏଇଟା କିଏ କହିଲା, ନଦୀଟି ରହସ୍ୟମୟ ଭାବରେ ବା ଚୁପ୍ କିନା କହିଲା। ଇଟ୍ ଗୋଜ୍ ଡାଉନ୍ ଟୁୱାର୍ଡ ଦ ସି, ଆଇ ହ୍ୟାଭ୍ ସିନ୍ ଇଟ୍ ଅଲୱେଜ୍ ଟେକ୍ ଦ ସେମ୍ ୱେ ଓଭର ଦ ମାଉଣ୍ଟେନ୍ ଆଣ୍ଡ ଡାଉନ୍ ଟୁ ଦ ସି ଲାଇକ୍ ମି। ଏହା ସମୁଦ୍ର ଆଡ଼କୁ ତଳକୁ ଯାଏ ଏବଂ ମୁଁ ଦେଖିଛି ଏହା ସବୁବେଳେ ଗୋଟିଏ ରାସ୍ତା ଦେଇ ମଧ୍ୟ ଯାଏ, ପାହାଡ଼ ଉପର ଦେଇ ଏବଂ ମୋ ଭଳି ସମୁଦ୍ର ଭିତରକୁ ତଳକୁ ଖସିଯାଏ। କିଏ କହିଲା, ଏଟା ନଦୀ କହୁଛି କି ଯେମିତି ମୁଁ ପାହାଡ଼ ଉପର ଦେଇ ଆସି ସମୁଦ୍ର ଭିତରେ ଯାଇକି ତଳକୁ ଖସିଯାଏ, ସେହିପରି ସେ ଚନ୍ଦ୍ର ମଧ୍ୟ ସେମିତି ଆସିଥାଏ। ଏବେ ଆମର ଫାର୍ଷ୍ଟ ପାର୍ଟଟା ସରିଯାଇଛି, ଏବେ ଆମେ ଦେଖିବା ସେକେଣ୍ଡ ପାର୍ଟରେ କ'ଣ ଅଛି। ଇଭେନ୍ ଲିଟିଲ୍ ରାମୁ ଗୋଜ୍ ଟୁ ସ୍କୁଲ ସେଡ୍ ଜାହ୍ନବୀ, ପିଟି ଦ ସ୍କୁଲ ଇଜ୍ ନଟ୍ ବାଇ ଦ ସି ସେଡ୍ ଦ ରିଭର। ତାପରେ ସେ କ'ଣ କହୁଛି, ଜାହ୍ନବୀ କହୁଛି ଛୋଟ ରାମ ମଧ୍ୟ ସ୍କୁଲ ଯାଉଛି। ତାପରେ ତାଠୁ ଶୁଣିକି ନଦୀ କ'ଣ କହୁଛି, ଦୁଃଖର କଥା ଯେ ସ୍କୁଲଟି ସମୁଦ୍ର କୂଳରେ ନାହିଁ, ନହେଲେ ମୁଁ ତୁମକୁ ସାଙ୍ଗରେ ନେଇଯାଇଥାନ୍ତି। ଦେନ୍ ଆଇ କୁଡ୍ ଟେକ୍ ୟୁ ଆଲଙ୍ଗ୍, ନହେଲେ ମୁଁ ତୁମକୁ ସାଙ୍ଗରେ ନେଇଯାଇଥାନ୍ତି। ୟୁ ନୋ ବଟ୍ ଆଇ ସପୋଜ୍ ଆଇ କୁଡ୍ ନଟ୍ ରିଏଲି, ବଟ୍ ମୋତେ ଲାଗୁଛି ମୁଁ ରିଏଲି ପାରିବିନି ବା ସତରେ ପାରିବିନି। ୟୁ ଉଡ୍ ଗେଟ୍ ୟୋର୍ ଫିଟ୍ ୱେଟ୍, ତୁମେ ତୁମର ପାଦ ଗୁଡ଼ିକ ଓଦା ହେଇଯିବ। ଆଣ୍ଡ ଦ୍ୟାଟ୍ ଉଡ୍ ନେଭର୍ ଡୁ, ଏବଂ ତାହା କେବେ ବି ହେବ ନାହିଁ। ଆଇ ଏମ୍ ଏଫ୍ରାଏଡ୍ ଦେୟାର୍ ଇଜ୍ ଓନ୍ଲି ୱାନ୍ ଥିଙ୍ଗ ୟୁ କ୍ୟାନ୍ ଡୁ, ମୋତେ ଲାଗୁଛି ତୁମେ କେବଳ ଗୋଟିଏ କାମ କରିପାରିବ। କ୍ୟାନ୍ ଆଇ ଡୁ ସମଥିଙ୍ଗ, କିଏ ପଚାରିଲା, ଏଇଟା ଜାହ୍ନବୀ ପଚାରୁଛି। କ୍ୟାନ୍ ଆଇ ଡୁ ସମଥିଙ୍ଗ, ମୁଁ କିଛି କରିପାରିବି କି, ଆସ୍ ଜାହ୍ନବୀ। ୱେଲ୍ ଇଟ୍ସ ଅପ୍ ଟୁ ୟୁ ସେଡ୍ ଦ ରିଭର। ତାପରେ ନଦୀ କ'ଣ କହିଛି, ଏହା ସମ୍ପୂର୍ଣ୍ଣ ରୂପେ ତୁମ ଉପରେ ନିର୍ଭର କରେ। Seems to me little girl can do as much as little boys. They swim as fast as little boys. ତାର ଅର୍ଥ, ଝିଅ ମୋତେ ଲାଗୁଛି ଛୋଟ ଝିଅମାନେ ମଧ୍ୟ ଛୋଟ ପୁଅମାନଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ପୁଅମାନଙ୍କ ଭଳି ଜୋରରେ ପହଁରି ପାରନ୍ତି, ହେଲା। ୟୁ ଜଷ୍ଟ ସ୍ଲିପ୍ along one morning and sit there in the school and listen to what going on and maybe the teacher will let you stay. ତାର ଅର୍ଥ, ତୁମେ ଦିନେ ସକାଳୁ ଚୁପ୍ କିନା ସ୍କୁଲ ଚାଲିଯାଅ, ସେଠାରେ ବସି କ'ଣ ସବୁ ପଢ଼ା ଚାଲିଛି ଶୁଣ, ବୋଧହୁଏ ଶିକ୍ଷକ ତୁମକୁ ସେଠାରେ ରହିବାକୁ ଦେବେ। ଏଇଟା କିଏ କହିଲା, ନଦୀ କହିଲା। ଆଇ କୁଡ୍ ନଟ୍ ଗେସ୍ ଜାହ୍ନବୀ, ତାର ଅର୍ଥ, ଜାହ୍ନବୀ ହଠାତ୍ ଭୟରେ ନିଶ୍ୱାସ ନେଇ କହିଲା, ମୁଁ ପାରିବିନି, ମୁଁ ଜମାରୁ ପାରିବିନି। ଦେ ଉଡ୍ ସ୍କ୍ୟାର୍ ମି, ଦେ ଉଡ୍ ଚେସ୍ ମି ଆଉଟ୍, ସେମାନେ ମୋତେ ଡରାଇବେ ଏବଂ ସେମାନେ ମୋତେ ଗଡ଼ାଇ ବାହାର କରିଦେବେ। ଦ ରିଭର ଲାଫ୍ଡ, ୟୁ ସ୍କ୍ୟାର୍ଡ, ଦ ରିଭର ସେଡ୍, when you are not afraid of the green lizard or of the snake in the bamboo clump or the big trains rattling past the bridge, trains are so noisy, I prefer ships, said the river। ତାର ଅର୍ଥ କ'ଣ, ନଦୀ ହସିଲା ଏବଂ କହିଲା, ତୁମେ ଡରୁଛ, ଯେତେବେଳେ କି ତୁମେ ସେହି ସମୟରେ ସେହି ସବୁଜ ଏଣ୍ଡୁଅକୁ ଦେଖି ଡରୁନାହ, କିମ୍ବା ବାଉଁଶ ବୁଦା ଭିତରେ ଥିବା ସାପଟିକୁ ଦେଖି ଡରୁନାହ, କିମ୍ବା ସେହି ପୋଲ ଉପରେ ଦେଇ ଖଟ ଖଟ ଶବ୍ଦ କରିଯାଉଥିବା ବଡ଼ ଟ୍ରେନ୍କୁ ମଧ୍ୟ ଡରୁନାହ। ନଦୀ କହିଲା, ସେ ଟ୍ରେନ୍ ଗୁଡ଼ିକ ବହୁତ ଶବ୍ଦ କରନ୍ତି। ଆଇ ପ୍ରେଫର୍ ସିପ୍, ତାର ଅର୍ଥ, ମୁଁ ଜାହାଜ ପସନ୍ଦ କରେ। ଜାହ୍ନବୀ ନେଭର୍ ନ୍ୟୁ ଦ ସ୍ନେକ୍ ଲିଭ୍ଡ ଇନ୍ ଦ ବ୍ୟାମ୍ବୋ କ୍ଲମ୍ପ, ହ୍ୱାଟ୍ ଆର୍ ଦ ସିପ୍ସ, ସି ଆସ୍କ୍ଡ। ସେ ଜାହ୍ନବୀ ଜାଣିନଥିଲା ଯେ ବାଉଁଶ ବୁଦା ଭିତରେ ସାପ ରହେ ବୋଲି।
ଜାହ୍ନବୀ ଆଦୌ ଜାଣିନଥିଲା। ସେ ପଚାରିଲା ଜାହାଜ କ'ଣ? ତାପରେ କ'ଣ ହେଇଛି? Big boats, said the river, so big that they can take hundreds of people and they sail along the sea with lights that shine all night. ତାର ଅର୍ଥ ନଦୀ କହିଲା ସେଇଗୁଡ଼ାକ ହେଉଛି ବଡ଼ ବଡ଼ ଡଙ୍ଗା, ଏତେ ବଡ଼ ଯେ ସେଥିରେ ଶହ ଶହ ଲୋକ ବସିପାରିବେ ଏବଂ ସେଗୁଡ଼ିକ ସାରା ରାତି ଆଲୁଅ ଜଳାଇ ସମୁଦ୍ରରେ ଭାସି ଭାସି ଯାଆନ୍ତି। ଜାହ୍ନବୀ held her breath. Will they come here? she asked. ତାର ଅର୍ଥ ଜାହ୍ନବୀ ଆଶ୍ଚର୍ଯ୍ୟ ହୋଇ ନିଶ୍ୱାସ ବନ୍ଦ କରି କହିଲା ସେଗୁଡ଼ିକ ଏଠାକୁ ଆସିବେ କି? Too large, you know. I am afraid not. ମୋତେ ଲାଗୁଛି ସେ ଆସିବେନି। ଏଇଟା କିଏ କହିଲା? said the river. ନଦୀ କହିଲା too large, you know. ତମେ ଜାଣ ସେଟା ବହୁତ ବଡ଼। ଚନ୍ଦୁ's catamaran is good enough for me. ତାପରେ ଜାହ୍ନବୀ ସେଇଟା ଶୁଣିକି କ'ଣ କହିଲା? ଚନ୍ଦୁର କାଟାମାରାନ ମାନେ ଛୋଟ ଡଙ୍ଗା ମୋ ପାଇଁ ଯଥେଷ୍ଟ। ଚନ୍ଦୁ can take you to see a ship someday. ତାପରେ ନଦୀ କ'ଣ କହୁଛି? ଚନ୍ଦୁ ଦିନେ ତୁମକୁ ସେଇ ବଡ଼ ଜାହାଜ ଦେଖିବାକୁ ନେଇଯାଇପାରେ। They would never let me. well, ଜାହ୍ନବୀ। ତାପରେ ଜାହ୍ନବୀ କାନ୍ଦ କାନ୍ଦ ସ୍ୱରରେ ଅଭିଯୋଗ କରି କହିଲା ସେମାନେ ମୋତେ କେବେ ବି ଯିବାକୁ ଦେବେ ନାହିଁ। Try going to school first, said the river. ତାପରେ ନଦୀ କ'ଣ କହିଲା? ପ୍ରଥମେ ତୁମେ ସ୍କୁଲ ଯିବାକୁ ଚେଷ୍ଟା କର। Remember, it's up to you. ଏହା ମନେ ରଖ କି ଏହା ସମ୍ପୂର୍ଣ୍ଣ ଭାବେ ତୁମ ଉପରେ ନିର୍ଭର କରେ। ଜାହ୍ନବୀ gathered courage. ତାର ଅର୍ଥ ଜାହ୍ନବୀ ସାହସ ସଞ୍ଚୟ କଲା ବା ସାହସ ଜୁଟାଇଲା। gather ଅର୍ଥ ଏକାଠି ଜୁଟାଇଲା ସାହସ। The next day she reached the school panting and out of breath and stood by the door listening while the teacher read out the lesson. ତା ପରଦିନ କ'ଣ ହେଲା? ତା ପରଦିନ ସେ ହାଲିଆ ହୋଇ ଏବଂ ଧକେଇ ହୋଇ ମାନେ ଡରି ଯାଇଛି ସେ ହାଲିଆ ହୋଇ ବା ଜୋରରେ ନିଶ୍ୱାସ ନେଇ ନେଇ ସ୍କୁଲରେ ପହଞ୍ଚିଲା ଏବଂ କବାଟ ପାଖରେ ଛିଡ଼ା ହୋଇ ଶିକ୍ଷକ ପଢ଼ାଉଥିବା ପାଠକୁ ସେ ଶୁଣିଲା। ପେଣ୍ଟିଂର ଅର୍ଥ ହାଲିଆ ହୋଇଯାଇଥିବା ବା ଜୋରରେ ନିଶ୍ୱାସ ନେବାକୁ ପେଣ୍ଟିଂ କୁହାଯାଏ। ଷ୍ଟୁଡ୍ ବାଇ ଦ ଡୋର୍ ମାନେ କବାଟ ପାଖରେ ଯାଇ ସେ ଛିଡ଼ା ହେଲା। It was a story about a prince called Ashoka who became a great king. ଏହାର ଅର୍ଥ କ'ଣ ହେଲା? ଏହା ଅଶୋକ ନାମକ ଜଣେ ରାଜକୁମାରଙ୍କ ବିଷୟରେ ଏକ ଗପ ଥିଲା ଯେ ପରବର୍ତ୍ତୀ ସମୟରେ ଜଣେ ମହାନ ରାଜା ହୋଇଥିଲେ। Little Apu had fallen asleep on her shoulder. ତାର ଅର୍ଥ ଛୋଟ ଅପୁ ତା କାନ୍ଧରେ ଶୋଇପଡ଼ିଲା। କାହା କାନ୍ଧରେ? ଜାହ୍ନବୀର କାନ୍ଧରେ ଶୋଇପଡ଼ିଲା। fallen asleep ଅର୍ଥ ଶୋଇପଡ଼ିଲା। shoulder ମାନେ ତୁମେ ଜାଣିଛ କାନ୍ଧ। She crept nearer and nearer till she was in the back row, skating with the other on the earthen floor. ତାର ଅର୍ଥ ସେ ଧୀରେ ଧୀରେ ଆହୁରି ପାଖକୁ ଘୁଞ୍ଚିଲା। ସେ ପର୍ଯ୍ୟନ୍ତ ଘୁଞ୍ଚିଲା ସେ ଯେପର୍ଯ୍ୟନ୍ତ ସବୁଠାରୁ ପଛ ଧାଡ଼ିରେ ପହଞ୍ଚି ନାହିଁ ବା ଅନ୍ୟମାନଙ୍କ ସହ ମାଟି ଚଟାଣରେ ଆଣ୍ଠୁ ଭାଙ୍ଗି ସେ ବସିଲା। କ୍ରେପ୍ ନିୟରର ଅର୍ଥ ଧୀରେ ଧୀରେ ପାଖକୁ ଘୁଞ୍ଚିବା। ବେକ୍ର ଅର୍ଥ ପଛ ଧାଡ଼ି। earthen floor ଅର୍ଥ ମାଟି ଚଟାଣ। Little Apu made no noise and she listened. ତାର ଅର୍ଥ ସେ ଛୋଟ ଅପୁ ଯେ ତା କାନ୍ଧରେ ଶୋଇଥିଲା ସେ ଛୋଟ ଅପୁ କୌଣସି ଶବ୍ଦ କଲା ନାହିଁ ଏବଂ ଜାହ୍ନବୀ ଶୁଣିଲା। ଜାହ୍ନବୀ ପାଠ ଶୁଣିଲା। ତାପରେ ସାଇଡ଼ରେ ଗୋଟେ ଦେଇଛି ଦେଖ ସ୍କେଟିଂ। ସ୍କେଟିଂର ଅର୍ଥ ବ୍ଲେଣ୍ଡିଂ ହର୍ ଲେଗ୍ ସୋ ଦ୍ୟାଟ୍ ସି ସେଟ୍ ୱିଥ୍ ହର୍ ବଟମ୍ କ୍ଲୋଜ୍ ଟୁ ଦ ଗ୍ରାଉଣ୍ଡ। ତାର ଅର୍ଥ ସେ ଗୋଡ଼କୁ ଏମିତି ଭାଙ୍ଗି ବସିଗଲା ଯେପରି ଶରୀରର ପଛ ଭାଗ ମାଟି କିମ୍ବା ଚଟାଣରେ ପାଖାପାଖି ରହିବ ବା ଆଣ୍ଠୁ ମାଡ଼ି ତଳେ ବସିବା ହେଲା। Where did you spring from, little girl? asked the teacher. ଛୋଟ ଝିଅ ତୁମେ ହଠାତ୍ କେଉଁଠାରୁ ଚାଲି ଆସିଲ? ଶିକ୍ଷକ ପଚାରିଲେ। ସ୍ପ୍ରିଙ୍ଗ ଫ୍ରମ୍ ମାନେ ହଠାତ୍ କେଉଁଠାରୁ ଆସିବା। And what is your name? You are new in my class. ତାପରେ ସେ ଶିକ୍ଷକ ପଚାରିଲେ ଏବଂ ତୁମର ନାମ କ'ଣ? ତୁମେ ମୋ ଶ୍ରେଣୀରେ ନୂଆ କି? She is Gopi's sister. Gopi is in the next class, said one of the boys. ସେଇ ସମୟରେ ସେ ଜଣେ ସେଇଠୁ କହିଲା ସେ ଗପିର ଭଉଣୀ। ଗପି ପରବର୍ତ୍ତୀ ବା ନେକ୍ସଟ କ୍ଲାସରେ ବା ନେକ୍ସଟ ଶ୍ରେଣୀ ଗୃହରେ ଅଛି। ପିଲାମାନଙ୍କ ମଧ୍ୟରୁ ଜଣେ ବାଳକ କହିଲା। It's ଜାହ୍ନବୀ, said another. ତାପରେ ଏହାପରେ ମାନେ ଆଉ ଜଣେ କହୁଛି ଏହା ଜାହ୍ନବୀ। ସେ ଅନ୍ୟ ଜଣେ ପିଲା କହିଲା କି ଏହା ଜାହ୍ନବୀ। So you are Gopi's little sister. Nice lad, Gopi. ତାର ଅର୍ଥ ତାହେଲେ ତୁମେ ଗପିର ଛୋଟ ଭଉଣୀ। ଗପି ବହୁତ ଭଲ ପିଲା। ନାଇସ୍ ଲାଡ୍ ଅର୍ଥ ଭଲ ବାଳକ ବା ଭଲ ପିଲା। If you really want to come to school, ଜାହ୍ନବୀ, the teacher had said. ତାର ଅର୍ଥ ଜାହ୍ନବୀ ତୁମେ ଯଦି ସତରେ ମୋ ସ୍କୁଲକୁ ଆସିବାକୁ ଚାହୁଁଛ, we will talk to your father about it. Don't worry. We will find a way. ତାର ଅର୍ଥ ଶିକ୍ଷକ ତାଙ୍କୁ କହିଲେ ଆମେ ଏ ବିଷୟରେ ତୁମ ବାପାଙ୍କ ସହ କଥା ହେବୁ। ବ୍ୟସ୍ତ ହୁଅ ନାହିଁ ଆମେ କିଛି ନା କିଛି ଉପାୟ ଖୋଜି ବାହାର କରିବୁ। ଜାହ୍ନବୀ saw the teacher walking up the step to their gate the next evening. ତାର ଅର୍ଥ ପରଦିନ ସନ୍ଧ୍ୟାରେ ଜାହ୍ନବୀ ଦେଖିଲା ଯେ ଶିକ୍ଷକ ସେମାନଙ୍କ ଗେଟ୍ର ପାହାଚ ଚଢ଼ି ଉପରକୁ ଆସୁଛନ୍ତି। When she was lighting the lamp. କେତେବେଳେ ଆସିଲେ ଶିକ୍ଷକ? ଯେତେବେଳେ ସେ ତାର ସନ୍ଧ୍ୟାବତୀ ଜଳାଉଥିଲା। She could
She could see her father scratching his cheek the way he did when he was worried. ତାର ଅର୍ଥ ସେ ଦେଖିପାରୁଥିଲା ଯେ ତା ବାପା ବହୁତ ଚିନ୍ତିତ ଥିବା ସମୟରେ ଯେମିତି କରନ୍ତି ବା ସେହିପରି ନିଜର ଗାଲକୁ ସେ କୁଣ୍ଡେଇ ହେଉଥିଲେ। ସ୍କ୍ରାଚିଂ ହିଜ୍ ଚିକ୍ ଅର୍ଥ ଗାଲ କୁଣ୍ଡାଇବା, ୱରିଡ୍ ଅର୍ଥ ଚିନ୍ତିତ। The teacher was nodding and saying something she could not make out. ଶିକ୍ଷକ ମୁଣ୍ଡ ହଲାଉଥିଲେ ଏବଂ ଏମିତି କିଛି କହୁଥିଲେ ଯାହା ସେ ବୁଝିପାରୁନଥିଲା। ନଡ଼ିଂ ଅର୍ଥ ମୁଣ୍ଡ ହଲାଇ ହଁ ଭରିବା, ସେଇଂ ଅର୍ଥ ସେଇଂ ସମଥିଙ୍ଗ ଅର୍ଥ କିଛି କହିବା। ଏଣ୍ଡ ମଦର ସେଡ୍ ଲିଟିଲ୍ ଜାହ୍ନବୀ ଆଇ ସେଲ୍ ମିସ୍ ୟୁ ହ୍ୱେନ୍ ୟୁ ଗୋ ଟୁ ସ୍କୁଲ। ମୋ ପ୍ରିୟ ଜାହ୍ନବୀ, ମୋ ଛୋଟ ଜାହ୍ନବୀ, ତାଙ୍କ ମା ତାକୁ କ'ଣ କହୁଛନ୍ତି ଜାହ୍ନବୀକୁ, ମୋ ଛୋଟ ଜାହ୍ନବୀ, ଯେତେବେଳେ ମୁଁ ତୁମକୁ ମିସ୍ କରିବି ଯେତେବେଳେ ତୁମେ ସ୍କୁଲକୁ ଯିବ। ଗାର୍ଲସ୍ ସୁଡ୍ ଲର୍ନ ଏଜ୍ ମଚ୍ ଏଜ୍ ଦେ ୱାଣ୍ଟ। ତାର ଅର୍ଥ ତା ମା ତାକୁ ଜାହ୍ନବୀର ମା ତାକୁ କହୁଛନ୍ତି କି ଝିଅମାନେ ମଧ୍ୟ ସେତିକି ଜାଣିବା ଦରକାର ବା ଶିଖିବା ଦରକାର ଯେତିକି ସେମାନେ ଚାହାନ୍ତି। ହ୍ୱେନ୍ ଆଇ ୱାଜ୍ ୟୋର୍ ଏଜ୍, ଯେତେବେଳେ ମୁଁ ତୁମ ବୟସରେ ଥିଲି, ଆଇ ୱାଣ୍ଟେଡ୍ ଟୁ ଗୋ ଟୁ ସ୍କୁଲ ବଟ୍ ୟୋର୍ ଗ୍ରାଣ୍ଡମଦର ସେଡ୍ ନ। ଯେତେବେଳେ ମୁଁ ତୁମର ବୟସରେ ଥିଲି ସେତେବେଳେ ମୁଁ ମଧ୍ୟ ସ୍କୁଲ ଯିବା ପାଇଁ ବାହାରିଥିଲି, କିନ୍ତୁ ତୁମର ଜେଜେମା ବା ଆଈ ମା ମୋତେ ମନା କରିଥିଲେ। ବଟ୍ ନାଓ ଆଇ ଏମ୍ ଗ୍ଲାଡ୍ ଦ ଟିଚର କେପ୍ ଟୁ ଟକ୍ ଟୁ ୟୋର୍ ଫାଦର। ମୁଁ ଏବେ ଖୁସି ଯେ ଟିଚର ତୁମ ବାପାଙ୍କ ସହ କଥା ହେବା ପାଇଁ ଆସିଥିଲେ। ଏଣ୍ଡ ଜାହ୍ନବୀ ସେଡ୍ ମଦର ହ୍ୱେନ୍ ଆଇ ଗ୍ରୋ ଅପ୍ ଆଇ ୱିଲ୍ ବି ଏ ଟିଚର। I will go from house to house in our village and ask all the little girls to come to my school. ତାର ଅର୍ଥ ସେ ଜାହ୍ନବୀ ତାର ମାଆଙ୍କୁ କହିଲା, ମା ମୁଁ ଯେତେବେଳେ ବଡ଼ ହେବି ଜଣେ ଶିକ୍ଷୟିତ୍ରୀ ହେବି, ମୁଁ ଆମ ଗାଁ ଘରକୁ ଯିବି ଏବଂ ସବୁ ଛୋଟ ଝିଅମାନଙ୍କୁ ମୋ ସ୍କୁଲ ଆସିବା ପାଇଁ କହିବି। and I will teach them all that I am going to learn. ଏବଂ ମୁଁ ନିଜେ ଯାହା ସବୁ ଶିଖିବାକୁ ଯାଉଛି ବା ଶିଖିବି ସେସବୁ ସେମାନଙ୍କୁ ପଢ଼ାଇବି। ଏଇଟା କିଏ କହିଲା? ଜାହ୍ନବୀ କହିଲା। And she went down the path between the fields the next morning before school began to meet the river. ତାପରଦିନ କ'ଣ ହେଲା? ଏବଂ ତାପରଦିନ ସକାଳେ ସେ ସ୍କୁଲ ଆରମ୍ଭ ହେବା ପୂର୍ବରୁ ସେ ନଦୀକୁ ଭେଟିବା ପାଇଁ ବିଲ ବା କ୍ଷେତ ମଝିରେ ଥିବା ସରୁ ସରୁ ରାସ୍ତା ଦେଇ ଗଲା। I did it, she told the river. ତାପରେ ସେ ଜାହ୍ନବୀ କ'ଣ କହୁଛି? ମୁଁ ଏହା କରି ଦେଖାଇଲି। ଯାହାକୁ କହୁଛି ସେ ନଦୀକୁ କହୁଛି। I was scared but I did it. ମୁଁ ଡରୁଥିଲି ମୁଁ ଡରି ଯାଇଥିଲି କିନ୍ତୁ ମୁଁ କରିପାରିଲି। And they are letting me go. ଏବଂ ସେମାନେ ମୋତେ ସ୍କୁଲ ଯିବାକୁ ଅନୁମତି ଦେଉଛନ୍ତି। I am going to learn to write my name and do sums. ମୁଁ ମୋ ନାଁ ଲେଖିବି ଏବଂ ଗଣିତ କଷିବି ବା ଗଣିତ କଷିବାକୁ ଶିଖିବାକୁ ଯାଉଛି। And I am going to find out why our little fishes in the rice field turn into frog. ଏବଂ ମୁଁ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିବି ଯେ ଆମ ଧାନ ବିଲରେ ଥିବା ଛୋଟ ଛୋଟ ମାଛ ଗୁଡ଼ିକ କାହିଁକି ବେଙ୍ଗ ପାଲଟି ଯାଆନ୍ତି। ହେଲା। See here the river sleepy chuckle. Come again little girl and I will tell you all about the sheep that sail the sea. ତାର ଅର୍ଥ ସେହି ନଦୀର ସେହି ସୁପ୍ତ ବା ଧୀର ହସ ସେ ଶୁଣିବାକୁ ପାଇଲା। ଛୋଟ ଝିଅ ପୁଣି ଥରେ ଆସିବୁ। ଏଇଟା କିଏ କହୁଛି? ନଦୀ କହୁଛି ଛୋଟ ଝିଅ ପୁଣି ଥରେ ଆସିବୁ ଏବଂ ମୁଁ ତୋତେ ସମୁଦ୍ରରେ ଚାଲୁଥିବା ସେହି ବଡ଼ ବଡ଼ ଜାହାଜ ବିଷୟରେ ସବୁକିଛି କହିବି। ଏଇଟା ଆମର ବିଷୟଟା ସରିଯାଇଛି। ତାପରେ ଲାଷ୍ଟ ଗୋଟେ କ'ଣ ଅଛି ଦେଖ। କମଳା ନେଟ୍ an extract adapt from the day the river spoke. ତୁମର ଏ ବିଷୟଟା ତାହେଲେ କିଏ ଲେଖିଛନ୍ତି? କମଳା ନେଟ୍। ଆଉ ଏଇଟା କେଉଁଠୁ ଆସିଛି? an extract adapted from the day the river spoke. ଏହା the day the river spoke ବା ଯେଉଁଦିନ ନଦୀ କଥା କହିଲା ନାମକ ବହିରୁ ଅଣାଯାଇଥିବା ଏକ ଛୋଟ ଅଂଶ। ତୁମର ଏଠି ବିଷୟଟା ସରିଯାଇଛି। ଆମେ ନେକ୍ସଟ କ୍ଲାସ୍ରେ ନେକ୍ସଟ ଭିଡ଼ିଓରେ ଆମେ ତାର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। ପିଲାମାନେ ତୁମକୁ ବିଷୟଟି ଭଲ ଲାଗିଥିଲେ ଲାଇକ୍ କରିବ, କମେଣ୍ଟ କରିବ ଆଉ ସେୟାର କରିଦେବ।